शुभ सकाळ पिलामाने वेलकम टू एजुकेशन टॉक यूट्यूब चैनल। एठारे ओडिया मीडियम रो समस्त बहिर शिक्षण कार्य ता सहित प्रश्न उत्तर आपण मानक जोगाई दिया जाउची। तो जदि आपण माने प्रथम थर पय चैनल को देखुचंदी ताले चैनल को सब्सक्राइब कर दियंतु ताकि आपनकर वीडियो सब दिन आपनका यूट्यूब रे पहुंच पारिबे। चलंतु आज आमे गणित खेल प्रथम श्रेणी रो चतुर्थ पाठ तृतीय पाठ अपलोड हो सारी। चतुर्थ पाठ आम पढ़ा आस 10 तैयार करवा है। देख प्रजापति और ता शरीर गठन तुम्हें प्रजापति देखिच कि हाँ देखिच तो ये हाँ लिख है। हाँ प्रजापति तुमको कहीं भल लगे प्रजापतिर चित्र केतोटी गोल अच्छी प्रजापति कहीं भल लगे ना ये रंग बेरंगर कौन रंग बेरंग है। प्रजापति चित्र केतोटी गोल अच्छी 4टी है। प्रत्येक चित्र प्रजापति डेगा थी गोल संख्या को गणी लेख। ये केतोटी गोल अच्छे 1 2 3 केतोटी 3टी। ए चित्र देख 1 2 3 4 केतोटी 4टी है। ये चित्र देख 1 2 3 4 5 6 ये चित्र 6टी है। ये चित्र देख 1 2 3 4 5 6 7 8 ये चित्र 8टी है। तेंतुली मंजी गोड़ी बोताम टिकिल इत्यादि व्यवहार कर बिंदु नक्शा तैयार कर एवं प्रत्येक नक्शा बिंदु संख्या चिन्हन कर। देख 1 2 3 4 5 ये बिंदु कला 5 5 6 7 8 9 10 11 12 13 14 15 16 17 18 19 20 है। ये देख 20 ये केतटा 1 2 3 4 5 1 2 3 4 5 10 11 12 13 14 15 16 17 18 19 20 21 22 23 24 25 एटारे केते एटारे 20टा एटारे 25टा एटारे केते एटारे 15टा एटारे केते एटारे भी 20टा एटारे केते एटारे 30टा बिंदु संख्या गणिक लिखि पारिबो। हाँ देख नाली टिकिली को नहीं करा जायता प्रत्येक डिजाइन रे टिकिली संख्या को गण। एटा केतटा टिकिली 1 2 3 4 5 5टा टिकिली। एटा देख 1 2 3 4 5 एटा 5टा टिकिली। एटा देख एटा केतटा टिकिली एटा ना ना एटा 2टा चित्र देजी 5 एटा 5टा एटा गोटे डिजाइन है। एटा गोटे डिजाइन एटा गोटे डिजाइन है। 1 2 3 4 5 6 7 8 9 10 एटा टोटाल 10टा अच्छे है। एपटे देख 1 2 3 4 5 6 7 8 9 10 एटा भी 10टा अच्छी है। तुम सांग सहित खेल लुडु गोटे गड़ा लुडु गोटे गड़ बिंदु संख्या सह समान बिंदु थी कोठरी को रंग दियो है। देख तुम पर लुडु गड़ाइब उपयुक्त कोठरी रंग द पुणी थे तुम पाली आसब है। तुम पाइथा कोठरी संख्या गोटे प्रकार रंग दियो तुम सांग पाइथा आ गोटे प्रकार रंग दब। देख मुझे दौची ग्रीन कलर है फास्ट पकेली
ମୁଁ ବ୍ୟବହାର କରୁଥିବା ରଙ୍ଗ କୋଉ ରଙ୍ଗ ନା ସବୁଜ ରଙ୍ଗ। ସବୁଜ ରଙ୍ଗ। ସାଙ୍ଗ କୋଉ ରଙ୍ଗ ବ୍ୟବହାର କରୁଛି ନା ନୀଳ ରଙ୍ଗ। ହେଲା ବ୍ୟବହାର କରୁଛି ନା ନାଇଁ ହେଲା ଏଇ ରଙ୍ଗ ବ୍ୟବହାର କରିବ। ଦେଖ ତମ ସାଙ୍ଗ ପକେଇଲା କେତେ ଆସିଲା ମନେକର 2 ଆସିଲା ତ 2 କି ଗୋଲ ପକେଇବ। ତମେ ପକେଇଲେ କେତେ ଆସିଲା ମନେକର 3 ଆସିଲା 3 କି ଗୋଲ କରିବ। ପୁଣି ଥରେ ତମ ସାଙ୍ଗ ପକେଇବ। ତମ ସାଙ୍ଗ ପକେଇଲେ 6 ଆସିଲା। ପୁଣି ଥରେ ତମେ ପକେଇବ। ତମେ ପକେଇଲା ପରେ ପୁଣି 6 ଆସିଲା। ତମେ ପକେଇଲା ପରେ କଣ ଆସିଲା ନା 6 ଆସିଲା। ତମ ସାଙ୍ଗ ପକେଇବ। ସାଙ୍ଗ ପକେଇଲେ କେତେ ଆସିଲା 1 ଆସିଲା। ତମେ ପକେଇଲା ପରେ ପୁଣି କେତେ ପୁଣି 6 ଆସିଲା ହେଲା। ତାପରେ ତମ ସାଙ୍ଗ ପକେଇବ। ଏଇପରି ଭାବରେ ଖେଳି ପାରିବ ନା ନାଇଁ। ସାଙ୍ଗ ପକେଇଲୁ 3 ଆସିଲା। ତମେ ପକେଇଲେ ଗୁରୁ କଣ ଆସିଲା 5 ଆସିଲା। 5 କୁ ଗୋଲ ବୁଲିବ ହେଲା। ତମ ସାଙ୍ଗ ପକେଇଲେ 4 ଆସିଲା ହେଲା। 4 କି ରାଉଣ୍ଡ କରିବେ। ଏଇପରି ଭାବେ କଣ କରିବ ତମେ ଆଉ ତମ ସାଙ୍ଗ ଖେଳି ଖେଳି କରିପାରିବ ନା ନାଇଁ। ଯେତେବେଳେ ଆସିଲା ସେ ନମ୍ବରକୁ ଗୋଲ ବୁଲେଇ ପାରିବ ନା ନାଇଁ। ଯେଉଁ ପିଲା ଅଧିକ ସଂଖ୍ୟକ କୋଠରେ ରଙ୍ଗ ଦେଇଥିବ ସେ ଖେଳରେ ବିଜୟ ହବ। ଲାଷ୍ଟ କିଏ ଦେଖ ଯିଏ ଅଧିକ ରଙ୍ଗ ଦେଇଥିବ ସେ ଖେଳରେ କଣ ହବ ଜିତିବ। ଉଭେଇ ଯାଇଥିବା ବୋତାମ। ମାଙ୍କଡଟିର ନାମ ଗୋଲୁ। ତାର ପ୍ରିୟ ସାର୍ଟ ପିନ୍ଧିଥିଲା। ସେଥିରେ 4ଟି ବୋତାମ ଥିଲା। ତାକୁ କଦଳୀ ଖାଇବା ବହୁତ ଭଲ ଲାଗୁଥିଲା। ଦିନେ ସେ ବଗିଚା ଯାଇ ବହୁତ ଗୁଡିଏ କଦଳୀ ଖାଇଲା। ତାପରେ କଣ ହୋଇଥିବ ବୋଲି ଭାବୁଛ। ସାର୍ଟ ଗୋଟେ ବୋତାମ ବାହାରି ଯାଇ ବହୁ ଦୂରକୁ ଗଡିଗଲା। କିନ୍ତୁ ସେ କଦଳୀକୁ ଛାଡି ବୋତାମ ଅଟକାଇବା କଥା ଭାବିଲା ନାହିଁ। ଏଇଭଳି ଯେ ସେ ଗୋଟିଏ ପରେ ଗୋଟିଏ ସବୁ ବୋତାମ ହରାଇଲା ହେଲା। ତ ଦେଖ ପ୍ରଥମେ କେତୋଟି ବୋତାମ ଥିଲା। ଏଇଟା କେତୋଟି ବୋତାମ 4ଟି। ଏଇଠି 3ଟି ଏଇଠି 2ଟି ହେଲା। ଏଇଠି 4ଟି ବୋତାମ ଦେଖିପାରିବ ନା ନାଇଁ ମାଙ୍କଡର। ଏଇଠି 3ଟି ବୋତାମ। ଏଇଠି 2ଟି ବୋତାମ। ଏଇଠି 1ଟି ବୋତାମ। ଏଇଠି 0ଟି ବୋତାମ। ଏଇପରି ଲେଖିପାରିବ। 1 ରୁ 10 ଯାଏଁ ଲେଖିପାରିବ ନା ନାଇଁ ପିଲାମାନେ। ହଁ ଲେଖ। ଦେଖ ଗଛ ଡାଳେ ବସିଥିବା ଚଢେଇ ମାନଙ୍କ ସଂଖ୍ୟାକୁ ଗୋଲ ମଧ୍ୟରେ ଲେଖ। କେତୋଟି ଚଢେଇ 3ଟି। କେତୋଟି ଚଢେଇ ଡାଳରେ ବସିଥିବ 2ଟା। ଏଇଟା ଗୋଟିଏ ଡାଳରେ ବସିଥିବା କହିଛି। ଏଇଟା 0ଟି ହେଲା। 0 କେମିତି ଲେଖା ହଉଛି ଦେଖ ପିଲାମାନେ। ଏଇଠୁ ଏମିତି କରିବ ଏମିତି କରିକି ଏମିତି ହେଲା। 0 ଲେଖିବାର ପ୍ରଣାଳୀ। ଓଲଟା ଲେଖିବ ନାହିଁ। ଓଲଟା ଲେଖିଲେ ହାତ ସ୍ପିଡ ହବ ନାହିଁ। ହେଲା ଏଇଟା ବି ତମେ ଫିଲଅପ କରିବ। ହେଲା ଚିନ୍ତା କର ଓ କହ। ତୁମେ ରାତିରେ କେତୋଟି ସୂର୍ଯ୍ୟ ଦେଖ। ତୁମେ ରାତିରେ କେତୋଟି ସୂର୍ଯ୍ୟ ଦେଖ। କଣ ଦେଲା ତୁମେ ରାତିରେ କେତୋଟି ସୂର୍ଯ୍ୟ ଦେଖ। ରାତିରେ 0ଟି ହେଲା। କିଛି ବି ଦେଖୁନ। ତୁମେ ଖରାବେଳେ କେତୋଟି ଚନ୍ଦ୍ର ଦେଖ। ତୁମେ ଖରାବେଳେ 0ଟି ଚନ୍ଦ୍ର ଦେଖ। ଚନ୍ଦ୍ର ଦେଖାଯାଏନି ଖରାବେଳେ ହେଲା। ଆଶାର ଜନ୍ମଦିନ। ଆଜି ଆଶାର ଜନ୍ମଦିନ। ତାର ବାପା ତା ପାଇଁ ମଣ୍ଡା ପିଠା ତିଆରି କରିଥିଲେ। ସେ ଦିନେ ସାଙ୍ଗମାନଙ୍କ ସହ ଜନ୍ମଦିନ ପାଳନ କରୁଛି ହେଲା। ତମେ ବି ତମ ଜନ୍ମଦିନ ପାଳନ କରୁଛ ନା ନାଇଁ। ମୋତେ ଏବେ 9 ବର୍ଷ। ଆଉ 1 ବର୍ଷ ପରେ ମୋତେ 10 ବର୍ଷ ହେବ। ତେଣୁ 9 ଆଉ 1 ମିଶିଲେ 10 ହବ। ଆଶା ତା ଜନ୍ମଦିନ
କେତୋଟି ଦୀପ ଲଗାଇଛି ଦେଖ 1 2 3 4 5 6 7 8 9 10 କେତୋଟି ନା 10ଟି ଦୀପ ଲଗାଇଛି। ତା ଜନ୍ମଦିନ ରଖାଯାଇଥିବା ବସ୍ତୁର ସଂଖ୍ୟା ଗଣି ଲେଖ ହେଲା। ଦେଖ ଏଇଠି ଲେଖା ହେଇଛି କଣ ମାଳ କେତୋଟି 10ଟି ମାଳ। ମାଳି କେତୋଟି 1 2 3 4 5 6 7 8 9 10 10ଟି ମାଳି ହେଲା। 10ଟି ମାଳି ଏଟା କେତୋଟି ଲଡୁ 1 2 3 4 5 6 7 8 9 10 10ଟି ଲଡୁ। କେତୋଟି ରଙ୍ଗୀନ ପେନସିଲ 1 2 3 4 5 6 7 8 9 10 10ଟି ରଙ୍ଗୀନ ପେନସିଲ। କେତୋଟି କଦଳୀ 1 2 3 4 5 6 7 8 9 10 10ଟି କଦଳୀ ହେଲା। କେତୋଟି ପତ୍ର 1 2 3 4 5 6 7 8 9 10 10ଟି ପତ୍ର ହେଲା। ତ ଦେଖିଲ ନା। ନେକ୍ସଟ ଆସ କାମଟିକୁ କରିବା। ଗୋଟିଏ ମାଳରେ 10ଟି ମାଳି ରହିବ। ମାଳି ଗୁଡ଼ିକ ଗଣ ଓ 10ଟି ମାଳ ହେବା ପାଇଁ ଆ ମାଳରେ କେତୋଟି ମାଳି ଦରକାର ଚିତ୍ର କରି ଦେଖାଅ। ଏଠି ଦେଖ 1 2 3 4 5 6 6ଟା ଅଛି। ଆଉ କେତେଟା ଦରକାର ନା ଦେଖ 7 7 ଗୋଟେ କରିଦେଲି ନା। ତାପରେ 8 8 ଆଉ ଗୋଟେ କରିଦେବି 9 ଏଟାକୁ ହଳଦିଆ କଲର ଦେଇଦେବି ହେଲା। 9 ଆଉ କଣ 10 ହେଲା। 10ଟି ମାଳି ହେଇଗଲା। ଏଇଟା ଥରେ ଦେଖ 1 2 3 4 5 6 7ଟି ଅଛି। ଆଉ 3ଟି ମାଳି କରିବି ହେଲା। 3ଟି ମାଳି ଦେଖ କରିଦଉଛି। 1 ମାଳି ଏଟାକୁ ହଳଦିଆ କଲର ଦେଇଦେବି। ଆଉ ଦେଖ 2 ମାଳି ଆଉ ଗୋଟେ ଦେଖ 3 ମାଳି ହେଲା। 10ଟି ମାଳି ହେଲା। ଏଠି ଦେଖ କେତୋଟି 1 2 3 4ଟି ମାଳି ଦେଇଛି। ଆଉ କେତୋଟି କଲେ 10ଟି ମାଳି ହବ। ଆଉ 6ଟି କରିଦେବି 6ଟି କରିଦେବି ନା। ଦେଖ 1 2 3 4 5 6 ହେଲା। କଲର ଦେଇଦେବି ଅଲଗା ଅଲଗା କଲର। ଫାଷ୍ଟ କଣ ଦେବି ବ୍ଲୁ ଦେବି ହେଲା। ତାପରେ ୟେଲୋ କଲର ଦେବି ତାପରେ ବ୍ଲୁ ଦେବି ତାପରେ ୟେଲୋ କଲର ଦେବି
ब्लू कलर देवी येलो देख ये दीटे माली अच्छी है 8टी माली करदब 1 2 3 4 5 6 7 8 8टी माली करदेल तार गोटा को ब्लू गोटा को दे जीव आ गोटे कलर देली है बनीगला 10टा लाख करदेली नेक्स्ट आगु चल देख प्रत्येक फ्रेम रे 10टी बोताम रहिबो खाली तिया कोठरी बोताम चित्र आंक जेपरि प्रत्येक बोताम रे गोटे लेखाए बोताम रहिबो प्रत्येक फ्रेम रे गोटे लेखाए बोताम रहिबो देख रेड कलर बोताम है 1 2 3 4 है बोताम करदेली है 1 2 3 4 है है 1 2 3 4 है 10टा हो गला आधे ये देख 4टा करिया हम 4टा बोताम है एडे देख ग नंबर 2टा बोताम देछि आ 8टा बोताम करियार अछि है तो गोटे अछि है 10टा बोताम हो गला सब क्षेत्र में नेक्स्ट चल 5टी और 10टी आंगुली खेल देख
ନିମ୍ନ ସଂରଚନାକୁ ଲକ୍ଷ୍ୟ କର। କାଠି ଦ୍ୱାରା ଅଲଗା କରାଯାଏ ବସ୍ତୁ ଗଣି ସଂଖ୍ୟା ସହିତ ଯୋଡ଼ ଲେଖ। ଏଠି ଦେଖ ଏପଟ ସାଇଡ ଚିତ୍ର ଦେଇଛି ନା ନାଇଁ ହେଲା। କାଠିରେ ଗଣିବ 1 2 କରି କରି ଗଣିବ। ଦେଖ 1 ଆଉ ଥରେ 4 1 ଓ 4 ହେଲା। ଏଟା କେତେ ଦିଟା କାଠି 2 ଏଟା କେତେ ତିନିଟା 2 ଓ 3 ଆଉ କେତେ ଦେଖ 3 ଏ 2 3 ଆଉ 2 ମିଶିଲେ 5 ହେଲା ନା ନାଇଁ। ତାପରେ ଦେଖ ଏଠି 4ଟା ଆଉ 1 ମିଶିଲେ ବି କେତେ 4ଟା ଆଉ 1 ମିଶିଲେ ବି 5 ହେଲା ନା ନାଇଁ। ହଁ ତାପରେ ଏଠି ଦେଖ 5ଟା ଆଉ ଏପଟେ କଣ ଅଛି କିଛି ନାହିଁ 5ଟା ଓ 0 ହେଲା। ଆସ ଖେଳିବା। 3ଟି ଆଙ୍ଗୁଠି ଦେଖାଅ। ଆଉ କେତୋଟି ଆଙ୍ଗୁଠି ଦେଖାଇଲେ 5ଟି ଆଙ୍ଗୁଠି ହେବ ତୁମ ସାଙ୍ଗକୁ ପଚାର। ଦେଖ ତମେ 3ଟି ଆଙ୍ଗୁଠି ଦେଖେଇବ। ଆଉ କେତୋଟି ଆଙ୍ଗୁଠି ହେଲେ ଆଉ 2ଟା ଆଙ୍ଗୁଠି ହେଲେ ମିଶେଇକିରି କଣ ହବ 5ଟି ଆଙ୍ଗୁଠି ହବ ନା ନାଇଁ। ହଁ ଭେରି ଗୁଡ। 10ର ସଂଖ୍ୟା ଯୋଡି। ଦେଖ 1 ଆଉ 9 ମିଶିଲେ 10। ଏଟା ଦେଖ ଏଟା କେତେ 2 ଆଉ 8 ମିଶିଲେ ହେଲା। ଏଟା ଦେଖ 3 ଆଉ 7 ମିଶିଲେ 10। ଏଠି ଶୁଣି ଦେଖ 4 ଆଉ 6 ମିଶିଲେ 10। ସେପଟେ ଦେଖ 5 ଆଉ 5 ମିଶିଲେ କଣ 10 ହେଲା। ଆସ ଗୋଟିଏ କାର୍ଡ ଖେଳ ଖେଳିବା। ସଂଖ୍ୟା କାର୍ଡ 0ରୁ 10 ପର୍ଯ୍ୟନ୍ତ ସଂଖ୍ୟା କାର୍ଡର ସେଟ। ସମସ୍ତ ସଂଖ୍ୟା କାର୍ଡରେ ଲେଖାଥିବା ପାର୍ଶ୍ୱକୁ ତଳକୁ କରି ରଖ। ଗୋଟେ ପିଲା ଗୋଟିଏ କାର୍ଡ ଉଠାଇବ ଏବଂ ତାର ସଂଖ୍ୟା ଲେଖାଥିବା ପାର୍ଶ୍ୱକୁ ଉପରକୁ କରି ଦେଖି ରଖିବ। ଅନ୍ୟ ପିଲା ଏକ କାର୍ଡ ଉଠାଇବ ହେଲା। ଏବଂ ଯଦି କାର୍ଡ ଦୁଇ ସଂଖ୍ୟା ମିଶି 10 ହେବ ତେବେ ଦ୍ୱିତୀୟ ପିଲାଟି ଉଭୟ କାର୍ଡ ନେଇଯିବ। ପ୍ରଥମ ପିଲାଟି ପୁନର୍ବାର ଏକ କାର୍ଡ ଉଠାଇବ ଏବଂ ପୂର୍ବ ପରି ଖେଳଟିକୁ ଚାଲୁ ରଖିବ ହେଲା। ଗୋଟେ ଖେଳ ଖେଳିବା ଆଉ ହେଲା। 10 ଯାଏଁ କାର୍ଡ ଦେଖିବ ନମ୍ବର ଲେଖିବ 2 ଜଣ ଯାଇ ଉଠେଇବ ମିଶେଇଲେ ଯଦି 2ଟା ଯାକ ମିଶେଇଲେ 10 ହବ ତାହେଲେ ସେ କାର୍ଡ ଧରି ପଳେଇ ଆସିବ। ଯଦି ନ ହବ ଆଉ ଥରେ ସେ ପୁଣି ଉଠେଇବ ହେଲା। 20 ପର୍ଯ୍ୟନ୍ତ ଗଣିବା। ସୀମା ଦେବଗଡରେ ରହେ। ସେ ବାପାଙ୍କୁ କମଳା ଗୁଡିକୁ ପ୍ୟାକେଟ କରିବାରେ ସାହାଯ୍ୟ କରେ। ଗୋଟିଏ ପ୍ୟାକେଟରେ 10ଟି କମଳା ରହେ। ଆସ କମଳାକୁ ଗଣିବା। ଦେଖ 10 1 11 10 2 12 ହେଲା। 10 3 13 10 4 14 10 5 15 10 ଏବଂ 6 ହେଉଛି 16 10 ଏବଂ 7 ହେଉଛି 17 10 ଏବଂ 8 ହେଉଛି 18 10 ଏବଂ 9 ହେଉଛି 19 10 ଏବଂ 10 ହେଉଛି 20। ଜାଣିଲ 20 ହେଲା। 10 ଆଉ 10 ମିଶିଲେ 20 ହେଲା। 11ରୁ 10 ପର୍ଯ୍ୟନ୍ତ ଗଣିବା। ଦେଖ ନିଜେ ନିଜେ ଲେଖିପାରିବ। 11 12 13 14 15 16 17 18 19 20 ହେଲା। ସେପରି ଲେଖିପାରିବ 11 12 13 14 15 16 17 18 19 20 ହେଲା। ତାପରେ ଏଇଟା 11 12 13 14 15 16 17 18 19 20। ତାପରେ 11 12 13 14 15 16 17 18 19 20 ଲେଖିପାରିବ। 11 12 13 14 15
ଷୋହଳ, ସତର, ଅଠର, 19, 20। ସେମିତି 11, 12, 13, 14, 15, 16, 17, 18, 19, 20 ହେଲା। ଲେଖିପାରିବ ଗଣ ଆଉ ଲେଖ। ଦେଖ ଏଇଟା 10ଟା ବିଡା 11, 12, 13, 14, 15, 16, 17, 18 କେତେ 18 ଲେଖିପାରିବି ନା ନାଇଁ? ଏଇଟା ଦେଖ 2, 4, 1, 2, 3, 4, 5, 6, 7, 8, 9, 10 ଇଏ 3ଟା କେତେ 13 ହେଲା। ଦେଖ ଏଇଟା ଦେଖ 14 କୁ କଣ କରିଛି 10ଟାକୁ ରଙ୍ଗ କରିଛି ଆଉ ଥରେ 4ଟାକୁ ରଙ୍ଗ କରିଛି 14 ଲେଖିଛି ନା ନାଇଁ? ସେମିତି 19 କଣ କରିବ 19 କି କଣ କରିବ 10ଟାକୁ ରଙ୍ଗ କରିବ ହେଲା। ମୁଁ ରଙ୍ଗ କରିଦଉଛି। ହେଲା ଲେଖି ଦଉଛି ରଙ୍ଗ ଉପରକୁ ପଳେଇଲା ହେଲା। ଦେଖ ଏତିକି ରଙ୍ଗ କରିବି 10ଟାକୁ ରଙ୍ଗ କରିବି ଏଇଟା ନେଇଯାଉଛି। ଦଶଟାକୁ ରଙ୍ଗ କଲି ଆଉ କେତେଟା କରିବି 9ଟା କରିବି ହେଲା। ଉପରେ 5ଟା କଲି ହେଲା। ଏଠି 4ଟା କଲି ହେଲା। ହେଲା ତାପରେ ଦେଖ 16ଟା ଦେଇଛି 10ଟାକୁ କରିଦେଲେ ରଙ୍ଗ ହେଲା। ତାପରେ 6ଟା 3, 3ଟା ସେଟାକୁ ରଙ୍ଗ ଦେଇଦେଲି ହେଲା। 16ଟାକୁ ହେଇଗଲା। ନେକ୍ସଟ ଏଇଟା ଦେଖ ସଂଖ୍ୟାରେ କ୍ରମକୁ ଲେଖ 1 ତାପରେ 2 ତାପରେ 3 ତାପରେ 4 ତାପରେ 5 6 7 8 9 9 ପରେ 10 10 ପରେ 11 11 ପରେ 12 12 ପରେ 13 13 ପରେ 14 14 15 15 ପରେ 16 16 ପରେ 17 17 ପରେ 18 18 ପରେ 19 19 ପରେ 20 ହେଲା। ଦେଖ ତାପରେ ଦେଖ ଏଇଟେ 10ଟି ଚିତ୍ରକୁ ଗୋଟିଏ ମୁଣ୍ଡଳା ମଧ୍ୟରେ ରଖ ଓ ଡାହାଣ ପଟେ ଥିବା ସଂଖ୍ୟା ସହ ଯୋଡ ହେଲା।
ଦେଖ ଏଇଠି ଦେଖା ଯାଉଛି ନା? ହଁ ଦେଖ ଏଇଠି ଦେଖ 1 2 3 4 5 6 7 8 9 10 କେତୋଟି କେତୋଟି 10ଟି 10ଟି ନା ନାଇଁ? ଦେଖ 10 କୋଉଠି ଅଛି ଏଇଟା ନା ହେଲା। ତାପରେ ଏଇଠି ଦେଖ 1 2 3 4 5 6 7 8 9 10 ଏତେ ଗୋଟେ ଗୋଲ ଭିତରେ ରଖିବ ହେଲା। ଆଉ ଗୋଟେ 1 2 3 4 5 6 7 10 7 17 17 ବୋଲେ କୋଉଠି ଅଛି ଏଇଠି ହେଲା। ଏଇଟା ଦେଖ ବୋତାମ କେତୋଟି ଅଛି 1 2 3 4 5 6 7 8 9 10 ହେଲା। 1 2 3 4 5 6 7 8 9 10 ଦେଖ ଏତେ ଗୋଟେ ରଖିଦେଲି 10ଟାକୁ। ଆଉ 1 1 2 3 4 5 6 16 ତ 16 1 ରେ 6 16 ଦେଖ 10ଟା ପତ୍ର ଗୋଟେ ଗୋଲରେ ରଖିଦେଲି ହେଲା। ତାପରେ କେତେଟା ଏଇଟା ଏଇଟା 10ଟା ପତ୍ରକୁ ଆଉ ଥରେ 10ଟା ପତ୍ରକୁ ଆଉ ଗୋଟେ ଗୋଲରେ କରିଦେଲି ହେଲା। ହେଲା ଏଇ 10ଟା ପତ୍ରକୁ ଗୋଟେ କରିଦେଲି ଆଉ ଏଇ 10ଟା ପତ୍ରକୁ ଗୋଟେ କରିଦେଲି ତ କେତେ ହେଲା 10 10 20 ତ 20 ସହିତ ଯୋଡ଼ିଦେଲି ହେଲା। ସାଙ୍ଗମାନଙ୍କ ଦଳରେ ଖେଳିବା ବେଳେ ବ୍ଲକ ଗୁଡିକୁ ଉପରକୁ ଉପର ଥୋଇ ଉଚ୍ଚା ଘର ତିଆରି କରୁଥିଲେ। ଦେଖ ବ୍ଲକ ଗୁଡିକୁ ଉପର ଉପରେ ଥୋଇକିରି ଉଚ୍ଚା ଘର ତିଆରି କରୁଥିଲେ ହେଲା। କେତୋଟି ଦେଖ 1 2 3 4 5 6 7 ଏଇଟା କେତୋଟି? ସବୁଠାରୁ ଉଚ୍ଚ ଘରଟି ଟିକ୍ ଚିହ୍ନ ଦିଅ। ସବୁଠାରୁ ଉଚ୍ଚ ଘର କୋଉଟା ଏଇଟା ଟିକ୍ ଚିହ୍ନ ଦେଲି ହଁ ନା ନାଇଁ? କେଉଁ ଘର ତିଆରିରେ ସବୁଠାରୁ ଅଧିକ ସଂଖ୍ୟକ ବ୍ଲକ ଲାଗିଛି? କୋଉ ଘର ତିଆରିରେ ନା ଏଇଟା ଦେଖ ସେଥିରେ ବ୍ୟବହୃତ ହେଉଥିବା ବ୍ଲକ ଗୁଡ଼ିକ ସଂଖ୍ୟା ଲେଖ। କେତେଟା 1 2 3 4 5 6 7 8 9 କେତୋଟି 9ଟି। ଗ ନମ୍ବର ଦେଖ କେଉଁ ଘର ତିଆରି ସବୁଠୁ କମ ସଂଖ୍ୟା ବ୍ଲକ ଲାଗିଛି ହେଲା। ସେଥିରେ ବ୍ୟବହୃତ ବ୍ଲକ ସଂଖ୍ୟା କେଉଁ ସଂଖ୍ୟା ନା ଏଇ ତୃତୀୟ କୋଉଟା ତୃତୀୟ ବ୍ଲକ ତିଆରି କରିବାରେ କେତୋଟି ବ୍ଲକ 1 2 3 4 କେତୋଟି ନା 4ଟି ହେଲା। ଆସ କାମ ଟିକେ କରିବା ଏଇଟା ଦେଖିଲ ଲେଖିଲ ହୁଁ ଆସ କାମ ଟିକେ କରିବା। ସବୁଠାରୁ ସାନ ସଂଖ୍ୟାରେ ଗୋଲ ବୁଲା। ସାନ ସଂଖ୍ୟା 6 8 12 6 ଭିତରେ ସାନ ସଂଖ୍ୟା କିଏ 6। ଏଟା 14 11 19 ଭିତରେ ସାନ ସଂଖ୍ୟା କିଏ 11। ସବୁଠାରୁ ବଡ ସଂଖ୍ୟାରେ ଗୋଲ ବୁଲା। 16 19 11 ବଡ ସଂଖ୍ୟା କିଏ 19। 11 17 9 ଭିତରେ ବଡ ସଂଖ୍ୟା କିଏ 17 ହେଲା। ବିଲେଇ ପାଦ ତଳେ ଲୁଚି ରହିଥିବା ସଂଖ୍ୟା ଗୁଡିକୁ ଲେଖ ହେଲା। କେତେ କେତେ ଲେଖିବ ଏଇଟା 14 15 16 17 18 11 12 13 14 15 15 ପରେ 16 16 ପରେ 17 17 ପରେ 18 18 ପରେ 19 ହେଲା। ତାପରେ 13 ପରେ 14 14 15 15 ପରେ 16 16 ପରେ 17 ଦିଆଯାଇଥିବା ସଂଖ୍ୟା ଗୁଡିକୁ ବଡରୁ ସାନ କ୍ରମେ ସଜାଇ ଲେଖ। ସବୁଠାରୁ ବଡ କୋଉଟା ବଡ ସବୁଠାରୁ 20 ତାଠୁ ସାନ 16 ତାଠୁ ସାନ 13 ତାଠୁ ସାନ 11 ତାଠୁ ସାନ 9 ସବୁଠୁ ସାନ 3 ହେଲା। ଲେଖିପାରିବ ନା ହଁ। ଆଗକୁ ଚାଲ 5 ନମ୍ବର ଚିତ୍ର ଗଣ ଏବଂ ସଂଖ୍ୟା ଲେଖ। 1 2 3 4 5 6 7 8 9 10 11 ହେଲା। ଏଇଟା କେତେ 11 ଏଇଟା କେତେ ଦେଖ ଧଳା ବିନ୍ଦୁ
ଏକ ଦୁଇ ତିନି ଚାରି ପାଞ୍ଚ ଛଅ ସାତ ଆଠ ନଅ 10 11 12 13 କେତୋଟି? 13ଟି ହେଲା। 1 ରୁ 20 ପର୍ଯ୍ୟନ୍ତ ସଂଖ୍ୟାରେ ବିନ୍ଦୁ ଗୁଡ଼ିକୁ ଯୋଡ଼। 1 ରୁ 20 ପର୍ଯ୍ୟନ୍ତ ସଂଖ୍ୟାରେ ବିନ୍ଦୁ ଗୁଡ଼ିକୁ ଯୋଡ଼। ଦେଖ 1 2 ହେଲା 3 4 5 6 7 8 9 10 11 12 13 14 15 16 17 18 19 20 ହେଲା। ପକ୍ଷୀ ଚିତ୍ର ହେଲା। ଏହା ପଶୁ ନା ପକ୍ଷୀ? ଏହା କଣ ହେଲା? ଏହା ପକ୍ଷୀ ହେଲା। ଏହା କଣ? ପକ୍ଷୀ। ତୁମ ଅଞ୍ଚଳରେ ଏହାକୁ କଣ କହନ୍ତି? ଚଢେଇ ବା ଚଢେଇ ଘର ଚଟିଆ। କଣ କହନ୍ତି? ଘର ଚଟିଆ ହେଲା। ପିଲାମାନେ ହୋମୱାର୍କ 1 ରୁ 10 ଯାଏଁ ଭଲସେ ଲେଖିବ। ଆଜି ପାଇଁ ଏତିକି ପିଲାମାନେ। ଆଗାମୀ କ୍ଲାସରେ ଦେଖାହବ। ରହିଲି, ଧନ୍ୟବାଦ। ଚ୍ୟାନେଲକୁ ସବସ୍କ୍ରାଇବ କର, ସାଙ୍ଗମାନଙ୍କ ସହିତ ସେୟାର